ମୁଁ ଅଭୟ କୁମାର ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ଏଇ ଭିଡ଼ିଓଟି ବିଶେଷ କରି ଯେଉଁମାନେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ବା ଦଶମ ଶ୍ରେଣୀର ପିଲା ଅଛନ୍ତି ସେମାନଙ୍କ ପାଇଁ। ତ ସେମାନଙ୍କର ଦଶମ ପରୀକ୍ଷା ଆଉ ମାତ୍ର ଖୁବ୍ କମ୍ ଦିନ। ତ ଆମେ ଆଲୋଚନା କରିବା ଯେ କିଭଳି ଭାବରେ ସେମାନେ ଭଲ ମାର୍କ ରଖିପାରିବେ। ତ ଏଇ ଭିଡ଼ିଓରେ ଆମେ ଦଶମ ପିଲାଙ୍କର ଇତିହାସ ରେ କିଛି ପ୍ରଶ୍ନ ଆଲୋଚନା କରିବା, ଇତିହାସକୁ ନେଇକି ବା ଇତିହାସରେ ଯାହା ବି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପରୀକ୍ଷାରେ ରହିବ ଇତିହାସକୁ ନେଇ, ତ ସେଥିରେ ସେଇ ପ୍ରଶ୍ନ ଗୁଡ଼ିକ ଆମେ ଆଲୋଚନା କରିବା। ତେବେ ଏହା ହେଉଛି ପ୍ରଥମ ଅଧ୍ୟାୟର ପ୍ରଥମ ପାଠ। ତ ଯାହା ବି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସବୁ ପରୀକ୍ଷାରେ ଆସିବା ଭଳି ସେଇଭଳି ପ୍ରଶ୍ନ ଆମେ ଆଲୋଚନା କରିବା ଯେ କ'ଣ ପ୍ରଶ୍ନ କେଉଁଭଳି ଆସିବ ଦଶମ ପରୀକ୍ଷାରେ, ଯେଉଁ ଇତିହାସ ବିଷୟରେ କେଉଁଭଳି ପ୍ରଶ୍ନ ଆସିବାର ସମ୍ଭାବ୍ୟ ଅଛି ବା କେଉଁଭଳି ପ୍ରଶ୍ନ ବାରମ୍ବାର ମଧ୍ୟ ପରୀକ୍ଷାରେ ଆସିଥାଏ ସେଇଭଳି ପ୍ରଶ୍ନ ଆମେ ଆଲୋଚନା କରିବା। ତ ସମସ୍ତେ ଏହାକୁ ନିହାତି ପଢ଼ି ସାରିଥିବେ ଯେ ଭାରତୀୟ ଜାତୀୟ ଆନ୍ଦୋଳନର ଗାନ୍ଧୀ ଯୁଗ, ଏବଂ ଏହାର ପ୍ରଥମ ପାଠ ରହିଛି ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଜୀଙ୍କ ଆବିର୍ଭାବ ବା ଗାନ୍ଧୀଜୀଙ୍କର ଯେଉଁ ଆବିର୍ଭାବ ହୋଇଥିଲା ଭାରତୀୟ ଜାତୀୟ ଆନ୍ଦୋଳନରେ ବା ଗାନ୍ଧୀଜୀଙ୍କର ଭୂମିକା କ'ଣ ରହିଥିଲା ସେ ବିଷୟରେ ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବା ଯାହା ପରୀକ୍ଷାରେ ଆସିବା ଭଳି ଯେଉଁଭଳି ପ୍ରଶ୍ନ ପରୀକ୍ଷାରେ ଆସିବାର ସମ୍ଭାବ୍ୟ ଥାଏ ସେଇଭଳି ପ୍ରଶ୍ନ ଆମେ ଆଲୋଚନା କରିବା। ତେବେ ଚାଲନ୍ତୁ ଆମେ ଆଲୋଚନା କରିବା। ତ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ସେମାନେ ନିହାତି ସାଙ୍ଗସାଥିମାନଙ୍କୁ ନିହାତି ସେୟାର କରନ୍ତୁ ଏବଂ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ତେବେ ଆମେ ଗୋଟେ ବେସିକ୍ କଥା ଜାଣିବା ଯେ ମୌଳିକ କଥା ଯେ ମହାତ୍ମା ଗାନ୍ଧୀକୁ କାହିଁକି ଭାରତୀୟମାନେ ଏତେ ଭଲ ପାଉଛନ୍ତି ବା ଆଜି ଭାରତୀୟମାନଙ୍କ ହୃଦୟରେ ତାଙ୍କର ସ୍ଥାନ ବା ମହାତ୍ମା ଗାନ୍ଧୀଙ୍କର ସ୍ଥାନ କାହିଁକି ଅମ୍ଳାନ ହୋଇ ରହିଛି। ଏହାର ମୁଖ୍ୟ କାରଣ ହେଲା ଯେ ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲେ, ଜାତୀୟତାବାଦର ଦିଗ୍ଦର୍ଶନ, ଯେଉଁ ଜାତୀୟତାବାଦକୁ ଆଧାର କରି ପରବର୍ତ୍ତୀ ସମୟରେ ଭାରତ ସ୍ୱାଧୀନ ଲାଭ କରିଥିଲା ବା ସ୍ୱାଧୀନତା ହାସଲ କରିପାରିଥିଲା। ତେବେ ଯଦି ବି ଆଜି ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କର ମନରେ ରହିଥାନ୍ତି ତାର ଏକମାତ୍ର କାରଣ ହେଲା ଯେ ଭାରତକୁ ସ୍ୱାଧୀନତା ପ୍ରଦାନ କରିବାରେ ମହାତ୍ମା ଗାନ୍ଧୀଙ୍କ ଭୂମିକା ଥିଲା ମହାନ ତଥା ଶ୍ରେଷ୍ଠ। ତେବେ ପ୍ରଶ୍ନ ଆସିଥାଏ ମାଟ୍ରିକ ପରୀକ୍ଷାରେ ମଧ୍ୟ ବା ଦଶମ ଶ୍ରେଣୀର ଯେଉଁ ଫାଇନାଲ ପରୀକ୍ଷା ରହିଛି ସେଥିରେ ମଧ୍ୟ ପ୍ରଶ୍ନ ଆସିଥାଏ ଯେ ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ। ସବୁବେଳେ ପିଲାମାନେ ମନେ ରଖିବ ଯେ ଦଶମ ପରୀକ୍ଷା ସବୁବେଳେ ସିଧାସଳଖ ହିଁ ପ୍ରଶ୍ନ ଆସିଥାଏ ଇତିହାସରୁ ଯାହା ପ୍ରଶ୍ନ ଆସିଥାଏ। ତେବେ ପ୍ରଶ୍ନ ନିହାତି ଆସିପାରେ ଯେ ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ। ତ ଏହାର ଉତ୍ତର କ'ଣ ହେବ ଦେଖନ୍ତୁ, ଏଠି ସ୍ପଷ୍ଟ ମେନସନ୍ ଅଛି କି 1869 ଖ୍ରୀଷ୍ଟାବ୍ଦ ଅକ୍ଟୋବର 2 ତାରିଖରେ ଗୁଜରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ତ ଯେଉଁମାନେ ଦେଖୁଛନ୍ତି ଭିଡ଼ିଓ ନିହାତି ନୋଟ୍ କରିଦିଅନ୍ତୁ ଯେ କୋଶ୍ଚିନ୍ କେଉଁଭଳି ଆସେ। ଦେଖନ୍ତୁ କୋଶ୍ଚିନ୍ ଏଇଭଳି ହିଁ ଆସେ ଯେ ଏମିତି କୋଶ୍ଚିନ୍ ନିହାତି ଆସିପାରେ ଯେ ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ। ତ ଏହାର ଉତ୍ତର ବହିରେ ନିହାତି ରହିଛି କିନ୍ତୁ ଆମମାନେ ଟିକିଏ ଧ୍ୟାନ ଦେଲେ ଜାଣିପାରିବା। ଦେଖନ୍ତୁ ଏଠି ସ୍ପଷ୍ଟ ଲେଖା ହେଇଛି ଯେ 1869 ଖ୍ରୀଷ୍ଟାବ୍ଦ ଅକ୍ଟୋବର 2 ତାରିଖରେ ଗୁଜରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ। ତ କୋଶ୍ଚିନ୍ ଯଦି ଆସେ ଏହାର ଉତ୍ତର ଏହା ହିଁ ହେବ। ଏବଂ ଆଉ ଗୋଟେ କୋଶ୍ଚିନ୍ ମଧ୍ୟ ଆସିଥାଏ ଯେ ମହାତ୍ମା ଗାନ୍ଧୀଙ୍କର ପୁରା ନାମ କ'ଣ ଥିଲା। ଇତିହାସରେ ଏମିତି କୋଶ୍ଚିନ୍ ନିହାତି ଦେଖିବାକୁ ମିଳେ। ତ ଏହାର ଉତ୍ତର ମଧ୍ୟ ଏଠି ଦେଇଛି ଯେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କର ପୁରା ନାମ ଥିଲା। ଏବଂ ଆଉ ଗୋଟେ ଏଠି ଇମ୍ପୋର୍ଟାଣ୍ଟ ନୋଟ୍ ରହିଛି ଯେ 1882 ଖ୍ରୀଷ୍ଟାବ୍ଦରେ ସେ କସ୍ତୁରବାଙ୍କୁ ବିବାହ କରିଥିଲେ। ତ ସାଧାରଣ କଥା ଯଦି ପ୍ରଶ୍ନ ଆସେ ଯେ ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ ଏହାର ଉତ୍ତର ହେବ 1869 ଖ୍ରୀଷ୍ଟାବ୍ଦ ଅକ୍ଟୋବର ମାସ 2 ତାରିଖରେ ଗୁଜରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଏବଂ 1882 ଖ୍ରୀଷ୍ଟାବ୍ଦରେ ସେ କସ୍ତୁରବାଙ୍କୁ ବିବାହ କରିଥିଲେ। ତ ସାଧାରଣ କଥା। ତ ଏଇଭଳି ପ୍ରଶ୍ନ ନିହାତି ଆସିଥାଏ ପରୀକ୍ଷାରେ। ତେବେ ଆଉ କ'ଣ ପ୍ରଶ୍ନ ଆସିଥାଏ ତାହା ମଧ୍ୟ ଆମେ ଜାଣିବା। ଦେଖନ୍ତୁ ଯେ ଏଭଳି ମଧ୍ୟ ପ୍ରଶ୍ନ ଆସିପାରିଥାଏ ଯେ କେବେ ଗାନ୍ଧୀଜୀ ବାରିଷ୍ଟର ପଢ଼ିବା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ। ତ ଏହାର ଉତ୍ତର ମଧ୍ୟ ଅଛି 1888। ତ ଏଇଭଳି ପ୍ରଶ୍ନ ପରୀକ୍ଷାରେ ନିହାତି ଆସିଥାଏ ଯେ 1888 ଅକ୍ଟୋବର ମାସରେ ଗାନ୍ଧୀଜୀ ବାରିଷ୍ଟରୀ ପଢ଼ିବା ପାଇଁ ଲଣ୍ଡନ ଯାତ୍ରା କରିଥିଲେ।
2 ମାର୍କିଆ ହଉ 1 ମାର୍କିଆ ହଉ ଯାହା ବି ହଉ এইଭଳି ପ୍ରଶ୍ନ ହିଁ ଆସିଥାଏ। ତ ସାଧା କଥା ସିଧା କୋଶ୍ଚିନ୍ ଆସିଥାଏ। ତେବେ ଆଉ ଗୋଟେ କଥା ଯେ ଗାନ୍ଧୀଜୀ ଯେଉଁ ମକଦ୍ଦମା ଲଢ଼ିବା ପାଇଁ ସେ ଦକ୍ଷିଣ ଆଫ୍ରିକାର କେଉଁ ଜାଗାକୁ ଯାଇଥିଲେ ଏଭଳି ପ୍ରଶ୍ନ ମଧ୍ୟ ଆସିପାରେ। ଏଠି ମଧ୍ୟ ସେ ଲେଖା ହେଇଛି ଯେ ମକଦ୍ଦମା ଲଢ଼ିବା ପାଇଁ ଦେଖନ୍ତୁ ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ଏକ ମକଦ୍ଦମା ଲଢ଼ିବା ପାଇଁ ସେ ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ଯାଇଥିଲେ। ତ ଯେଉଁ ପିଲାମାନେ ଭିଡ଼ିଓ ଦେଖୁଛନ୍ତି ନିହାତି ଏଇ ଯେଉଁ ଆନ୍ସର ଗୁଡ଼ାକୁ ନିହାତି ନୋଟ୍ କରିନିଅନ୍ତୁ ଯେ କେଉଁଠିକି ଯାଇଥିଲେ ନା ନାଟାଲ ନାମକ ସ୍ଥାନକୁ ଯାଇଥିଲେ। ତ ସାଧା କଥା এইଭଳି ପ୍ରଶ୍ନ ପରୀକ୍ଷାରେ ବାରମ୍ବାର ଆସିଥିବାର ଆମେ ଦେଖିଛୁ। ସେଭଳି ଆଉ କ'ଣ ପ୍ରଶ୍ନ ଆସିପାରେ ବୋଲି ପିଲାମାନେ ଭାବୁଥିବେ। ଦେଖନ୍ତୁ ଇତିହାସରେ ସବୁବେଳେ ସିଧାସଳଖ ପ୍ରଶ୍ନ ଆସିଥାଏ ଏବଂ ଏହାର ଉତ୍ତର ମଧ୍ୟ ସିଧାସଳଖ ଦିଆଯାଇଥାଏ। ତେବେ ଏଇଭଳି ପ୍ରଶ୍ନ ସବୁ ଆସିପାରେ। ଦେଖନ୍ତୁ ଏଠି ଗୋଟେ ବଢ଼ିଆ କଥା ଲେଖା ହେଇଛି। ଦେଖନ୍ତୁ ଯେ ଯେଉଁ ଗାନ୍ଧୀଜୀ ଯାଇଥିଲେ ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ସେଠି ଗୋଟେ ରାଜନୈତିକ ସଚେତନତା ଜାଗ୍ରତ କରିବା ପାଇଁ ଗାନ୍ଧୀଜୀ ନାଟାଲ ଭାରତୀୟ ଜାତୀୟ କଂଗ୍ରେସ ନାମକ ରାଜନୈତିକ ଅନୁଷ୍ଠାନ ଗଠନ କଲେ। ଏଇ କୋଶ୍ଚିନ୍ ମଧ୍ୟ ଆସିବାର ସମ୍ଭାବ୍ୟ ଅଛି ଯେ ନାଟାଲ ଭାରତୀୟ କଂଗ୍ରେସ କେବେ ଗଠିତ ହୋଇଥିଲା। ତ 1894 ଏହାର ଆନ୍ସର ହେବ। ସାଧା କଥା ଯେ 1894 ମସିହାରେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କଲେ। ତ ଏହାର ଲକ୍ଷ୍ୟ କ'ଣ ଥିଲା ନା ଶ୍ଵେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏବଂ ଏହା ପାଇଁ ଆଉ କ'ଣ ଗୋଟେ ନୂତନ ପଦକ୍ଷେପ ମହାତ୍ମା ଗାନ୍ଧୀ ଗ୍ରହଣ କରିଥିଲେ ନା ଇଣ୍ଡିଆନ୍ ଓପିନିଅନ୍ ନାମକ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ। ତ ଇଣ୍ଡିଆନ୍ ଓପିନିଅନ୍ ନାମକ ମଧ୍ୟ ଏକ ସମ୍ବାଦପତ୍ର ମହାତ୍ମା ଗାନ୍ଧୀ ପ୍ରକାଶ କରିଥିଲେ। ତ ଏଇଟା ମଧ୍ୟ ଆସିପାରେ ପରୀକ୍ଷାରେ ଯେ ଇଣ୍ଡିଆନ୍ ଓପିନିଅନ୍ ନାମକ ସମ୍ବାଦପତ୍ର କିଏ ପ୍ରକାଶ କରିଥିଲେ ନା ମହାତ୍ମା ଗାନ୍ଧୀ। এইଭଳି ପ୍ରଶ୍ନ ନିହାତି ପରୀକ୍ଷାରେ ଦେଖା ଦେଇଥାଏ। ସେଭଳି ଆହୁରି ଆମେ କିଛି ପ୍ରଶ୍ନ ଜାଣିବା ଏହାର ଉତ୍ତର ମଧ୍ୟ ଜାଣିବା। ଦେଖନ୍ତୁ ଏଠି ଆହୁରି ଗୋଟେ କଥା ଲେଖା ହେଇଛି ଯେ ତ ଯାହା ବି ସବୁ ଆମେ ଆଲୋଚନା କରୁଛ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବା ଯେଉଁ ପ୍ରଶ୍ନ ପରୀକ୍ଷାରେ ଆସିଥାଏ ସେଇଭଳି ପ୍ରଶ୍ନ ଆମେ ଏଠି ଦେଖିବା ଯେ କେଉଁଭଳି ପ୍ରଶ୍ନ ପରୀକ୍ଷାରେ ଆସିଥାଏ। ତ ଇଏ ହେଉଛି ଇତିହାସର ପ୍ରଶ୍ନ। ଯେଉଁମାନେ 10ମ ଶ୍ରେଣୀ ପିଲା ନିଜକୁ ପ୍ରସ୍ତୁତ କରୁଛନ୍ତି 10ମ ଏକ୍ଜାମ ପାଇଁ ତ ସେମାନେ ନିହାତି ତାକୁ ଭଲ ଭାବରେ ମନେ ରଖନ୍ତୁ। ହଁ ଏଠି ଗୋଟେ କଥା ଲେଖିଲେ ଯେ ଏଠି ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କଥା ଅଛି ଯେ 1915 ଜାନୁଆରୀ 9 ତାରିଖରେ ଗାନ୍ଧୀଜୀ ଭାରତକୁ ଫେରିଲେ ଦକ୍ଷିଣ ଆଫ୍ରିକାରୁ ଫେରିଲେ ଏବଂ ଗାନ୍ଧୀଜୀ ଗୋପାଳକୃଷ୍ଣ ଗୋଖଲେଙ୍କୁ ତାଙ୍କର ରାଜନୈତିକ ଗୁରୁ ଭାବେ ଗ୍ରହଣ କରିଥିଲେ। ତ ଏମିତି ମଧ୍ୟ ପ୍ରଶ୍ନ ଆସେ ଯେ ମହାତ୍ମା ଗାନ୍ଧୀଙ୍କର ରାଜନୈତିକ ଗୁରୁ କିଏ ଥିଲେ। ତ ଏହାର ଉତ୍ତର ଇଜି ଏଠି ସହଜ ଲେଖା ହେଇଛି ଯେ ଗାନ୍ଧୀଜୀ ଗୋପାଳକୃଷ୍ଣ ଗୋଖଲେ ଥିଲେ ମହାତ୍ମା ଗାନ୍ଧୀଙ୍କର ରାଜନୈତିକ ଗୁରୁ। ଏବଂ ଆଉ ଗୋଟେ ପ୍ରଶ୍ନ ଆସେ ଯେ ମହାତ୍ମା ଗାନ୍ଧୀକୁ କିଏ ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ। ତ ଏହାର ଉତ୍ତର ମଧ୍ୟ ଏଇଠି ଅଛି ଯେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ମହାତ୍ମା ଗାନ୍ଧୀକୁ ମହାତ୍ମା ଯେଉଁ ଉପାଧି ବା ଆଖ୍ୟା ପ୍ରଦାନ କରିଥିଲେ। ତ ଏଇଭଳି ପ୍ରଶ୍ନ ବାରମ୍ବାର ପରୀକ୍ଷାରେ ଆସିଥାଏ। ତ ଯେଉଁମାନେ ଦେଖୁଛନ୍ତି ନିହାତି ସେସବୁ ନୋଟ୍ କରିନିଅନ୍ତୁ। ତେବେ ଆଉ ଗୋଟେ କଥା ଯେ ଏଠି ଲେଖା ହେଇଛି ଏମିତି ମଧ୍ୟ ପ୍ରଶ୍ନ ଆସିଥାଏ ଯେ କେବେ ସାବରମତୀ ନଦୀ କୂଳରେ ମହାତ୍ମା ଗାନ୍ଧୀ ତାଙ୍କର ଆଶ୍ରମ ପ୍ରତିଷ୍ଠା କରିଥିଲେ ନା 1916 ଖ୍ରୀଷ୍ଟାବ୍ଦରେ। ଦେଖନ୍ତୁ ଏଠି ସ୍ପଷ୍ଟ ମେନସନ୍ ଅଛି 1916 ଖ୍ରୀଷ୍ଟାବ୍ଦରେ ଅହମ୍ମଦାବାଦ ନିକଟରେ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରି ସେ ଦେଶବାସୀଙ୍କୁ ସତ୍ୟ ଅହିଂସା ନିଷ୍ଠା ଓ ନିର୍ଭୀକତାର ପଥ ପ୍ରଦର୍ଶନ କରିଥିଲେ। ତ ଏଇଭଳି ପ୍ରଶ୍ନ ପରୀକ୍ଷାରେ ବହୁବାର ଆସିଥାଏ। ତେବେ ଆଉ କ'ଣ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏଇ ପ୍ରଥମ ପାଠର ଯେଉଁ ରହିଛି ପ୍ରଥମ ଅଧ୍ୟାୟର ପ୍ରଥମ ପାଠ ଆଉ କ'ଣ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆସିବାର ସମ୍ଭାବନା ଅଛି ଆମେ ସେସବୁ ମଧ୍ୟ ଦେଖିବା। ଏଇଠି ଗୋଟେ ପ୍ରଶ୍ନ ଅଛି ଯେ ଭାରତରେ ଗାନ୍ଧୀଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ କ'ଣ ଥିଲା। ଏମିତି ମଧ୍ୟ ପ୍ରଶ୍ନ ଆସେ ଯାହାର ଉତ୍ତର ହେଉଛି ଚମ୍ପାରଣ ଆନ୍ଦୋଳନ।
तो चंपारण आंदोलन थिला महात्मा गांधी जी द्वारा संगठित प्रथम आंदोलन। ये मध्य गोटे क्वेश्चन निहाती आसीपारे। सेपरी आमे देखिबा एठी गोटे प्रश्न अछि जे खेड़ा आंदोलन को नहीं। तो खेड़ा आंदोलन मध्य जो एठी रहिछि एथिरे रहि देखंतु खेड़ा आंदोलन रहिछि। यह मध्य महात्मा गांधी जी तत्वावधान रे होइथिला ए खेड़ा आंदोलन। तबे यहाँ को नहीं मध्य प्रश्न आसीपार जे खेड़ा आंदोलन का तत्वावधान होइथिला। तो यार उत्तर ही महात्मा गांधी हबो। तो जो माने देखुछन निहाती समस्त प्रश्न मन रखिया चेष्टा करंतु। सेपरी गांधी जी द्वारा होइथिया अन्य आंदोलन थिला एठी अन्य आंदोलन गुड़े थिला अहमदाबाद लुगा कारखाना आंदोलन। सेपरी रावलात आईन विरोध आंदोलन मध्य थिला। तबे रावलात आईन केबे जो रावलात आईन विरुद्ध आंदोलन केबे हिथिला जदि प्रश्न आसे तार उत्तर मध्य एठी अछि। देखंतु एठी 1919 ख्रीष्टाब्द इंग्रेज सरकार द्वारा प्रणीत रावलात आईन विरुद्ध आंदोलन थिला गांधी जी प्रथम जातीय स्तरीय आंदोलन। तो प्रथम जातीय स्तरीय आंदोलन जदि प्रश्न आसे जे महात्मा गांधी प्रथम जातीय स्तरीय आंदोलन कौन थिला ना रावलात आईन विरुद्ध आंदोलन। तो यही भली प्रश्न परीक्षा रे आसी थाए सीधा सीधा प्रश्न आसी थाए दशम पिलांकर जो परीक्षा में प्रिपेयर होउछंती। तो केबे भी इतिहास अंकामंका प्रश्न आसेनी जहाँ आसे सब सीधा सीधा एवं जो माने मन दे टिके भलसे पढुछंती से निहाती सबु प्रश्न अटेंड करि परिबे। तेबे आउरी मध्य एई भली प्रश्न सब आसी थाए जे देखंतु मोटी देखौछि। देखंतु एठी गोटे कथा लिखा है जे 1919 एप्रिल 6 तारिख दिन देशव्यापी हरताल पालन करागला। तो कहीं हरतालटी पालन करागला ना समग्र भारत में गोटे दिन हरताल पालन पर गांधीजी देशवासी परामर्श देले। सरकार नीतिर प्रतिवाद स्वरूप सब कार्य बंद करी देखते ये लिखाई उपवास और प्रार्थना द्वारा 1919 एप्रिल 6 तारिख दिन देशव्यापी हरताल पालन करा जायतिला। तेबे ए हरताल केबे बा केउ आंदोलन में पालन करा ना रावलात आईन विरुद्ध जो आंदोलन होता सही समय ही ए हरतालटी होइथिला। तेबे आ गोटे प्रश्न आसे जे जालियान बाग हत्याकांड केबे होइथिला यह निहाती आसिया भली प्रश्न। तो यार उत्तर 1919 मसिया एटी स्पष्ट लिखा है जालियान वालाबाग हत्याकांड 1919 रे होइथिला। तो जदि प्रश्न पड़े कहीं यार उत्तर मध्य अच्छी देखो समग्र देश में रावलात आईन विरोधी आंदोलन चलता समय 1919 एप्रिल 10 तारिख में अमृतसर ठारे ये जो अमृतसर हूँ पंजाब अमृतसर ठारे दुई स्थानीय नेता डॉक्टर सत्यपाल और डॉक्टर सैफुद्दीन किचलुम गिरफ फल आंदोलन को हिंसात्मक रूप धारण कला। जनप्रिय नेता गिरफ्र प्रतिवाद करने तथा बैशाखी उत्सव पालन करने अमृतसर जालियान बाग ठारे 1919 एप्रिल 13 बहु संख्या लोक एक साधारण सभा एकत्र होते सहर में सभा समिति कर सरकार द्वारा पूर्व घोषित निषेधाज्ञा संबंध साधारण जगत अवगत नथिले। तो अमृतसर सामरिक मुख्य जेनेराल डायर हठात दले सैन्य सभास्थल पहुंची बिना सतर्क सूचना निरस्त्र और निरीह लोकों ऊपर गोली वर्षण कले। जालियान वाला बागर एकमात्र प्रवेश तथा प्रस्थान पथ सैन्य मान द्वारा आबद्ध होइथारु लोक माने बाहर को जाई पारु नै फल रे अनेक लोक प्राण हरे बा आहत होइथले। तबे एठी आ गोटे प्रश्न आसे जे केते लोक ए जालियान वाला बाग हत्याकांड रे आहत होइथले एवं केते मृत्युवरण करथले एमिति मध्य प्रश्न आसे। तबे यार उत्तर होछि जे सरकारी हिसाब अनुसार मृतकों संख्या थिला 379 और आहतों संख्या थिला 1200 किंतु गांधीजी निर्देश रे एक तदंत होइथला जेउथरे कि यथाक्रमे 1236 थिला ए जो मृत्यु आउ आहतों संख्या। तबे यही घटनाटी ही जालियान वाला बाग हत्याकांड भाव में ख्यात। तो यही भली प्रश्न निहाती परीक्षा रे आसिया भली प्रश्न। तो जो माने दशम परीक्षा में प्रिपेयर होउछन बा निज प्रस्तुत करूछन से यही भली प्रश्न एवं यार उत्तर निहाती मन रखिया चेष्टा करंतु। तबे आउ कोन सब प्रश्न आसिया भली रही छी। एठी गोटे गुरुत्वपूर्ण कथा लिखा है जे महात्मा गांधी क्यों पद बा क्यों उपाधि त्याग करथिले जोटा कि इंग्रेज मान
द्वारा दि जाइथिला तांकू। तो यार उत्तर मध्य एठी लिखा है जे काइजर इ हिंद उपाधि। एमिति मध्य प्रश्न आस्था जे इंग्रज माने महात्मा गांधी को के उपाधि देइथिले ना काइजर हिंद एवं रविंद्रनाथ ठाकुर को देइथिले नाइट पद। तो ये सब उपाधि मध्य महात्मा गांधी परवर्ती समय त्याग करथिले। तेबे एई भली प्रश्न परीक्षा बारंबार आस्था है। देखंतु गोटे क्वेश्चन एमिति मध्य आसपार जे काइजर इ हिंद रो अर्थ कोन, एमिति मध्य प्रश्न आस्था है जे काइजर इ हिंद जो उपाधि दिया जाइथिला महात्मा गांधी को, तो यार अर्थ कोन, तो यार अर्थ हिंदुस्तान रो सम्राट। एमिति मध्य शॉर्ट क्वेश्चन आसीपार जे काइजर हिंद रो अर्थ कोन, तो निहाती यार उत्तर हेबो हिंदुस्तान रो सम्राट। देखो स्पष्ट मेंशन अछि, आमे सब जिंस बहिर अछि जानि थाउ किंतु परीक्षा समय मन पड़ेनि। तो यार कारण होछि आमे प्रॉपर जिंस मन रखिबा एवं सठिक जिंस जो भली प्रश्न परीक्षा रे आसी थाए सेही भली प्रश्न को टिके अधिका देखिबा, जहा द्वारा कि परीक्षा भलो हबो। तो जो निहाती निजको प्रस्तुत करूछंती मैट्रिक परीक्षा पई, तो से निहाती एही भली प्रश्न देखंतु एवं याको नोट्स करनियंतु। एही भली प्रश्न निहाती आसीबो परीक्षा रे। तबे ए काइजर इ हिंद रो अर्थ होछि हिंदुस्तान रो सम्राट। तो हिंदुस्तान रो सम्राट जोटा कि महात्मा गांधी को एई उपाधि दिया जाइथिला इंग्रज मानक द्वारा एवं परवर्ती समय से याको त्याग करथिले। तबे एई भली प्रश्न ए जो प्रथम पाठ रहिछि, प्रथम अध्याय प्रथम पाठ जे भारतीय जातीय आंदोलन गांधीजी का आविर्भाव, सेथरे एई भली प्रश्न आमे देखिया को निहाती पाइबा। एई भारतीय जातीय आंदोलन गांधीजी का आविर्भाव पर जहाँ भी प्रश्न आसे एई भली प्रश्न आसीबो। तो जो माने वीडियो देखुछन्ते निहाती सांग साथी मानक शेयर करंते एवं जहाँ भी आमे आलोचना कले जे के भली प्रश्न आसीबो से सब निहाती नोट्स करनियंतु एवं ताको मन रखिବାକୁ चेष्टा करंतु। तबे आशा करछि निहाती वीडियो भल लागिथिबो। शेष पर्यंत देखिथारु समस्त धन्यवाद।